ରସିରେ ତ ସେଇଠି ଟିକେ ଏଞ୍ଜୁର୍ଡ଼ ହେଇଥିଲା ଆଉ ଫ୍ରାକ୍ଚର୍ ଟିକେ ହାଲକା ହେଇଥିଲା ମୋର ବି ହାତ ତଥାପି ଭଗବାନଙ୍କର ସେଇଟା ଗୋଟେ ତ ଯାହା ଅଛି ତାପରେ ଆମର ତାଙ୍କର ସ୍ୱାସ୍ଥ୍ୟ ପ୍ରତି ଯାହା ଟ୍ରିଟମେଣ୍ଟ ଆମେ କରିବା କଥା କରିଦେଲୁ କଟର ମେସିନ୍ରେ ସେଇ ଟିଣ ଡବାକୁ କାଟି ଆଉ ସେଇଟା ତ ଭିଡ଼ିଓ ମାଧ୍ୟମରେ ଦେଖେଇ ହେଲା ନାହିଁ କାରଣ ସେତେବେଳେ ସମସ୍ତେ ବ୍ୟସ୍ତ ଥିଲେ ସେଇ ନନ୍ଦୀ ମହାରାଜକୁ ତଳେ କେମିତି ତାକୁ ପକାଯିବ ଆଉ ପକାଇ ସାରିଲା ପରେ ସମସ୍ତେ ଭାଇମାନେ ଆମର ତାଙ୍କୁ ତଳେ ପକା ହେଇଥିଲା ତାପରେ ତା'ର ଟ୍ରିଟମେଣ୍ଟ କରିଥିଲୁ ଆମେ ଆଉ ସରୋଜ ଭାଇଙ୍କୁ ମୋର ଧନ୍ୟବାଦ ଦେବି ମୁଁ ଏଥିପାଇଁ ତାଙ୍କର ଫ୍ୟାମିଲି ସମସ୍ତଙ୍କୁ ଧନ୍ୟବାଦ ଦେବି ଯେ କି ସମସ୍ତେ ଏହି ନନ୍ଦୀ ମହାରାଜଙ୍କ ପାଇଁ ତାଙ୍କର ବହୁତ ଦୁଃଖିତ ଥିଲେ ଆମର ଏଇ ଯେଉଁ ଭାଇ ଅଛନ୍ତି କ୍ୟାପ୍ ପିନ୍ଧିଛନ୍ତି ବ୍ଲାକ୍ କଲର୍ ଡ୍ରେସ୍ ସେ ବି ଆମକୁ ସାଥ ଦେଇଥିଲେ ତାଙ୍କର ଯେଉଁ ସହକର୍ମୀ ଆମର ଯିଏ ରସି ଧରିଛନ୍ତି ଆମ୍ବ ଗଛରେ ସେ ବି ଆମକୁ ସହମତି ଦେଇଥିଲେ ସାହାଯ୍ୟ କରିଥିଲେ ଆମକୁ ଯେହେତୁ ଆମର ସାଥୀମାନେ ସମସ୍ତେ ବ୍ୟସ୍ତ ଥିଲା ଭିତରେ ଆସିପାରିନଥିଲେ ତେଣୁ ଏଇ ଭାଇମାନେ ହିଁ ଆମକୁ ସହଯୋଗ ଦେଇଥିଲେ ଯେତିକି ବି ସମୟ ଦେଇଥିଲେ ସେମାନଙ୍କୁ ଧନ୍ୟବାଦ କରିବି ଆଉ ସେପଟେ ବି ଆମର ଏଇ ସରୋଜ ଭାଇଙ୍କ ତାଙ୍କ ମାଆ ଆଉ ତାଙ୍କ ୱାଇଫ୍ ତାଙ୍କ ବାପା ସମସ୍ତେ ସେଇ ଜାଗାରେ ବି ଦେଖୁଥିଲେ କେମିତି ନନ୍ଦୀ ମହାରାଜକୁ ଟ୍ରିଟମେଣ୍ଟ କରାଯିବ ଆଉ ତାଙ୍କୁ କେମିତି ଧରାଯିବ ସମସ୍ତଙ୍କର ଚିନ୍ତା ଗୋଟେ ଥିଲା ତ ବହୁତ ଆମକୁ ନନ୍ଦୀ ମହାରାଜ ବହୁତ ହଇରାଣ କରିଥିଲେ ସେଦିନ ବହୁତ ଦୌଡ଼ିଥିଲେ ଗାଡ଼ି ମଟର ରାସ୍ତାରୁ ବି ବହୁତ ଦୌଡ଼ିଥିଲେ ଏଇ ଗୋମାତା ସେବକ ତରଫରୁ ତାଳଚେରରୁ ଆସିକିରି ଗୋଟେ ଷଣ୍ଢଟେ ଦୀର୍ଘ 4-5 ଦିନ ହେଲା 5-6 ଦିନ ହେଲା କଷ୍ଟ ପାଉଥିଲା ତା ଗୋଡ଼ରେ ଗୋଟେ ଘିଅର ଟିଣ ଡବା ପଶି ଯାଇଥିଲା ଯାହାଫଳରେ ଗୋଡ଼ରୁ ତାର ରକ୍ତ ବାହାରୁଥିଲା ଆଉ ଗୋଡ଼ରେ ବି ବହୁତ କଷ୍ଟ ପାଉଥିଲା ତାପସ ବାବୁକୁ ମୁଁ ଦୀର୍ଘ କାଲି ବୋଧେ ଫୋନ୍ କରିଥିଲି 2 ଦିନ ହେଲା ସେ ଫୋନ୍ ପାଇବା ମାତ୍ରେ କାଲି ଟିକେ ତାଙ୍କର କାମ ଥିଲା ଆଜି ସକାଳୁ ସକାଳୁ ସେ ନିଜେ ମୋତେ ଫୋନ୍ କରିକି ତାଙ୍କ ଟିମ୍ ଧରିକିରି ଆସିକି ଷଣ୍ଢଟିକି ଠିକ୍ କଲେ ଏବଂ ତା ଘରରେ ତା ଗୋଡ଼ରେ ଔଷଧ ଲଗାଇକି ତାକୁ ଠିକ୍ କଲେ ତେଣୁ ଆମ ତରଫରୁ କୁକୁଡ଼ାଙ୍କୁ କହୁଥିଲି କୁକୁଡ଼ା ଗ୍ରାମବାସୀ ତରଫରୁ ତାଙ୍କ ଟିମ୍କି ଧନ୍ୟବାଦ ଅଶେଷ ଧନ୍ୟବାଦ।